ଏହା ସ୍ପଷ୍ଟ ଏବଂ ଏହା ହିଁ ସତ୍ୟ ଯେ ସବୁ ଧର୍ମର ଲୋକମାନେ ଯଜ୍ଞ ଦ୍ୱାରା ହିଁ ସୂକ୍ଷ୍ମକୁ ପ୍ରାପ୍ତି ହେଇପାରିବା ବା ସେମାନଙ୍କର ମୁକ୍ତି ପ୍ରାପ୍ତି ହେଇପାରିବ। ବିନା ଯଜ୍ଞରେ କୌଣସି ମାନବୀୟ ଶକ୍ତି ସେ ଯେ ଧର୍ମର ହଉ ମୁକ୍ତି ପ୍ରାପ୍ତି ହୋଇପାରିବ ନାହିଁ। ତେଣୁ ଶରୀରର ମୁକ୍ତି ନିମିତ୍ତ ବା ଏ ସଂସାରରେ ଆମ୍ଭର ଚଳନ୍ତି ଜୀବର ମୁକ୍ତି ନିମିତ୍ତ ଯଜ୍ଞର ଆବଶ୍ୟକତା ରହିଅଛି। ଯଜ୍ଞ ଦ୍ୱାରା ଏ ସଂସାରର ସର୍ବଶ୍ରେଷ୍ଠ ଶକ୍ତିମାନଙ୍କର କାର୍ଯ୍ୟ ଏଠାରେ ଅଗ୍ରସର ହୋଇଥାଏ। ତେଣୁ ବହୁ ଗୁରୁତ୍ୱ ବହନ କରୁଥିବା ଏ ଯଜ୍ଞ ସର୍ବ ଜାତି ଧର୍ମ ନିମିତ୍ତ ଉଦ୍ଦିଷ୍ଟ। ତେଣୁ ବିଶ୍ୱର ସମସ୍ତ ମାନବ ଜାତି ନିମିତ୍ତ ସମସ୍ତ କୀଟ ପତଙ୍ଗ ପଶୁପକ୍ଷୀ ଗଛଲତା ଏବଂ ଏ ବିଶ୍ୱର ମଙ୍ଗଳ ସାଧନ ନିମିତ୍ତ ସତ୍ୟ ଧର୍ମ ନ୍ୟାୟର ପ୍ରତିଷ୍ଠା ନିମିତ୍ତ ଏ ଯଜ୍ଞ ଏ ସଂସାରରେ ବହୁ ସ୍ୱତନ୍ତ୍ରତା ବହନ କରେ।